ଆଜିର ମୁଖ୍ୟ ସମାଚାର। ବାରିପଦାରେ ଭାରସାମ୍ୟ ହରାଇ ଘାଟିରେ ପିଟି ହେଲା ବସ୍। 20 ଜଣ ଆହତ ହୋଇଥିବା ଜଣାପଡ଼ିଛି। 49 ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା। ସୂଚନା ଅନୁସାରେ ଏକ ବଡ଼ ପଥରରେ ପିଟି ହେଲା ବସ୍। ଡ୍ରାଇଭର ଗୁରୁତର। ବସ୍ଟି ରାଉରକେଲାରୁ ମୁର୍ସିଦାବାଦ ଯିବାବେଳେ ଘଟିଥିଲା ଏହି ଦୁର୍ଘଟଣା। କମ୍ବିଂ ବେଳେ ଯବାନଙ୍କୁ ସଫଳତା। 6 ମାଓବାଦୀ ଗିରଫ। ବିପୁଳ ମାଓ ସାମଗ୍ରୀ ଜବତ। ଓଡ଼ିଶା ଛତିଶଗଡ଼ ସୀମାରୁ ମାଓବାଦୀଙ୍କ କ୍ୟାମ୍ପ ଠାବ ହୋଇଛି। ସୁକମା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ଏହା ସହ ଡିଟୋନେଟର ଓ ୟୁବିଜିଏଲ୍ ସେଲ୍ ମଧ୍ୟ ଜବତ କରାଯାଇଛି। କିଷ୍ଟୋରାମ ଥାନା ଡୋର୍ଚାମାର୍କ ଅଞ୍ଚଳରୁ ଏସବୁ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ କେରଲାପାଲ ଜଙ୍ଗଲରୁ 6 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଭଞ୍ଜନଗରରେ ରାସ୍ତାକଡ଼ ଗଛକୁ ପିଟିଲା ବସ୍। 10 ଜଣରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ବେଲଗୁଣ୍ଠା ଥାନା ଜି ନୂଆଗାଁ ଛକରେ ଗଛକୁ ପିଟିଲା ବସ୍। ଆହତଙ୍କ ମଧ୍ୟରୁ 3 ଜଣ ଗୁରୁତର ହୋଇଛନ୍ତି। ସମସ୍ତେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବସ୍ଟି ଭଞ୍ଜନଗରରୁ ବେଲଗୁଣ୍ଠା ଆସିବା ବେଳେ ଘଟିଥିଲା ଏହି ଦୁର୍ଘଟଣା।